ରାତି ଅଧରେ ଡେଲି ଭିଡ଼ିଓ କଲ୍ କରିବା ପାଇଁ ବାଧ୍ୟ କରେ। ମୁଁ ଭିଡ଼ିଓ କଲ୍ର ରେସ୍ପନ୍ସ ନ ଦେବାରୁ ସେ ମୋତେ ମାରିଦେବ ବୋଲିକି ଜୀବନରୁ ମାରିଦେବ ବୋଲି ସେ ମୋତେ ଧମକ ମଧ୍ୟ ଦିଏ। ଜଣେ ଅଜଣା ବ୍ୟକ୍ତି ମୋ ଇନଷ୍ଟାଗ୍ରାମରୁ ଫଟୋ ସେକ୍ସୁଆଲ ଷ୍ଟୋରି ଡେଲି ଛାଡ଼ିକି ମୋତେ କଥା ହେବା ପାଇଁ ଫୋର୍ସ କଲା। ତ ମୁଁ ବି ବାଧ୍ୟ ହୋଇ ତା ସହ କଥା ହେଇଛି। ତ ସେ ତାପରେ କଲ୍ କରି ବାରମ୍ବାର ସେ ମୋତେ ହଇରାଣ କଲା ଆଉ ଭିଡ଼ିଓ କଲ୍ କରିବା ପାଇଁ ବି ସେ ବାଧ୍ୟ କରେ। ରାତି ଅଧରେ ଡେଲି ଭିଡ଼ିଓ କଲ୍ କରିବା ପାଇଁ ବାଧ୍ୟ କରେ। ମୁଁ ଭିଡ଼ିଓ କଲ୍ର ରେସ୍ପନ୍ସ ନ ଦେବାରୁ ସେ ମୋତେ ମାରିଦେବ ବୋଲିକି ଜୀବନରୁ ମାରିଦେବ ବୋଲି ସେ ମୋତେ ଧମକ ମଧ୍ୟ ଦିଏ। ଏସବୁ ବିଷୟରେ ଆମେ ଥାନାରେ ମଧ୍ୟ ଅଭିଯୋଗ କରିଛୁ। ଝାରପୋଖରିଆ ଥାନାରେ ଅଭିଯୋଗ କରିଛୁ। ସେଠି ଆମେ ଡେଲି ବହୁତ ସେଠି ବି ଆମର କିଛି ବି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଉ ନାହିଁ। 1.5 ମାସ ହେଲା ଯେ ଆମେ ଥାନା ଦୌଡ଼ୁଛୁ, ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଯାଉନି। ଆଜିକୁ 1.5 ମାସ ହେଲାନି କିଛି କୌଣସି ଆମେ ନ୍ୟାୟ ପାଇଲା ଭଳିଆ ଆମେ ପଦକ୍ଷେପ ଏପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ। କିନ୍ତୁ ସେ ପିଲା ଏପର୍ଯ୍ୟନ୍ତ ଭାଇରାଲ କରିବା ବନ୍ଦ କରୁନି, ଆମକୁ ବହୁତ ଟର୍ଚର କରୁଛି। ଆମେ ମଧ୍ୟ ବହୁତ ଡିପ୍ରେସନରେ ଅଛୁ। ଝିଅ ମଧ୍ୟ ବାରମ୍ବାର ଆଟେମ୍ପ୍ଟ କରିବା ପାଇଁ ଚେଷ୍ଟା କରୁଛି। ଆମେ ମଧ୍ୟ ତାକୁ ବୁଝେଇ ରଖିଛୁ। ଏମିତି କେତେ ଦିନ ଆଉ ରଖିବୁ? ତେଣୁ ଆମେ ଏଇ ଗଣମାଧ୍ୟମରେ ସରକାରଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଆମକୁ ନ୍ୟାୟ ଦରକାର। ଖୁବ୍ ଯେତେ ଜଲ୍ଦି ଆମକୁ ନ୍ୟାୟ ମିଳିଲେ ଆମର ପରିବାର ସୁଖମୟ ଜୀବନରେ ରହିବେ।